नमस्कार। जय जगन्नाथ। भारत के विद्या भवन और इन्फोसिस फाउंडेशन मिलित सहयोग लोकतत्रा लोककला 168तम संध्यारे उपस्थित समस्त दर्शक वृंद को भारतीय विद्या भवन तरफ मुझे स्वागत जनाऊँ। ଗୋଟେ ଅପୂର୍ବ ସଂଯୋଗ। ଆଜି ବିଜୟା ଦଶମୀ, କାଲି ରାମନବମୀ ଥିଲା। ଏମିତି ଏକ ସଂଯୋଗ ମତେ ସୁଯୋଗ ମିଳିଲା ସେଇ ସମୟରେ ରାମାୟଣ ପରିବେଷଣ କରିବା ପାଇଁ କଣ୍ଢେଇ ନୃତ୍ୟ ମାଧ୍ୟମ। ଆଜି ବି କଣ୍ଢେଇ ନୃତ୍ୟରେ ମାନେ ହନୁମାନଙ୍କର ଲଙ୍କାରେ ପ୍ରବେଶ, ସେ କେମିତି ଲଙ୍କା ଦହନ, ତା ଭିତରେ ଯୋଉ ଲଙ୍କା କାଣ୍ଡ ସମ୍ପର୍କରେ କିଛିଟା ସେ କଣ୍ଢେଇ ନୃତ୍ୟ ମାଧ୍ୟମରେ ସେମାନେ ପରିବେଷଣ କରିବେ। ଆଜି ଏଠି ଯୋଉ ଗ୍ରୁପ ଆସି ପହଞ୍ଚିଛନ୍ତି କେନ୍ଦୁଝର ଜିଲ୍ଲାର ଜଡିପଦା ଗ୍ରାମର କୁନ୍ଦନ କୁମାର ସିଂଙ୍କ ନେତୃତ୍ୱରେ ସେମାନେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଆସିକି ନୃତ୍ୟ ପରିବେଷଣ କରୁଛନ୍ତି। ଆପଣମାନେ ଚିନ୍ତା କରନ୍ତୁ, ବର୍ତ୍ତମାନ 168ଟା ଏପିସୋଡ ଆମେ କରିସାରିଲା ପରେ ବି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ, ବିଭିନ୍ନ ଗ୍ରାମାଞ୍ଚଳରେ ଏମିତି ଅନେକ ଶିଳ୍ପୀ ଲୁକାୟିତ ଅବସ୍ଥାରେ ଅଛନ୍ତି। ସେମାନଙ୍କୁ ଫାଇଣ୍ଡ ଆଉଟ୍ କରି ସେମାନଙ୍କୁ ଚିହ୍ନିବା ପାଇଁ ବୋଲି ଅନେକ ସମୟରେ ବିଭିନ୍ନ ଅଞ୍ଚଳକୁ ମୁଁ କଣ୍ଟାକ୍ଟ କରି ସେମାନଙ୍କୁ ଏଠି ପହଞ୍ଚେ। ବହୁ ସୁଦୂରରୁ ସେମାନେ ଏଠି ଆସିଛନ୍ତି, ତେଣୁ ତାଙ୍କୁ ମୁଁ ସ୍ୱାଗତ ଜଣାଉଛି। କାହିଁକି ସେମାନେ ବହୁତ କଷ୍ଟରେ ଏ ଅନୁଷ୍ଠାନ ଯାକ ବଞ୍ଚେଇକି ରଖିଛନ୍ତି। କଣ୍ଢେଇ ନାଚ ହଉଛି ଖାଲି କଣ୍ଢେଇ ନାଚର ସୃଷ୍ଟି କୋଉଠି, ତାର ବିକାଶ କେମିତି ହେଲା, ଏ ସମ୍ପର୍କରେ ଆଜି ଯାଏ ମଧ୍ୟ ସମସ୍ତେ କଣ ଗୋଟେ ସ୍ଥିର ସିଦ୍ଧାନ୍ତରେ ପହଞ୍ଚି ପାରିନାହାନ୍ତି। କଣ୍ଢେଇ ନୃତ୍ୟ ହେଉଛି ଆମର ସବୁଠାରୁ ପ୍ରାଚୀନତମ କ୍ରୀଡ଼ା, ପ୍ରାଚୀନତମ ଶୈଳୀ। ବିଶ୍ୱରେ ଯୋଉ ବିଭିନ୍ନ 4ଟି ବିଭାଗର କଣ୍ଢେଇ ନୃତ୍ୟ ପରିବେଷଣ କରାଯାଏ, ସୂତା କଣ୍ଢେଇ, କାଠି କଣ୍ଢେଇ, ତାପରେ ଆପଣ ଛାୟା କଣ୍ଢେଇ ଆଉ ହାତ କଣ୍ଢେଇ, ଏ ସବୁ 4ଟି ବିଭାଗର ନୃତ୍ୟ ଶୈଳୀ ଆମର ଏଠି ପରିବେଷଣ ଅତୀତରେ ବି ହେଇଛି। କିନ୍ତୁ ସୌଭାଗ୍ୟବଶତଃ ଆମର ଓଡ଼ିଶାରେ କେମିତି କଣ ସେ କଣ୍ଢେଇ ନୃତ୍ୟର ସୃଷ୍ଟି ହେଲା, ତାର ତ ଇତିହାସ ବି ବର୍ତ୍ତମାନ ସୁଦ୍ଧା ସେ ସିଦ୍ଧାନ୍ତରେ ପହଞ୍ଚ ଲେଖାଯାଇ ପାରିନାହିଁ। କିନ୍ତୁ କେବଳ 4-6ଟି ଗାଁ ଭିତରେ ସୀମାବଦ୍ଧ ହେଇକି ରହିଛି। ଯାହା ହଉ, ଆଜି ଆପଣମାନେ ଏଠି ଦେଖିବେ କାଠି କଣ୍ଢେଇ ନୃତ୍ୟ। ଆଜି କାଠି କଣ୍ଢେଇ ନୃତ୍ୟ ଦେଖିବା ପାଇଁ ମୁଁ ହଠାତ୍ ଘରୁ ଆସିଲା ବେଳେ ବହୁତ ଖୁସି ଲାଗିଲା। କାହିଁକି ଏଠି ଜଣେ ମହିଳା ଯେ ପ୍ରଫେସର ରାଧା ମୋହନ, ତାଙ୍କ ନାଁ ଆପଣମାନେ ଶୁଣିଥିବେ, ପଦ୍ମଶ୍ରୀ ରାଧା ମୋହନ, ସିଏ ବର୍ତ୍ତମାନ ଆଉ ନାହାନ୍ତି ପୃଥିବୀରେ। ତାଙ୍କର ସ୍ତ୍ରୀ, ଯିଏକି ସଙ୍ଗୀତ ନାଟ ଏକାଡେମୀରେ ମୁଁ ଯେତେବେଳେ ସେକ୍ରେଟାରୀ ଥିଲି, ସେଇ ସମୟରେ ଏଇ ଲୋକକଳା ଲୋକ ସଂସ୍କୃତିର ପୁନରୁଦ୍ଧାର କାର୍ଯ୍ୟକ୍ରମ ମୁଁ ଯେତେବେଳେ ଆରମ୍ଭ କରିଥିଲି, ସେ ପ୍ରଥମେ ଆସିକି ମୋ ସହିତ ହାତ ବଢେଇଥିଲେ ଲୋକକଳାର ବିକାଶ ପାଇଁ ବୋଲି। ତେଣୁ ତାଙ୍କରି ଝିଅ ମତେ ଫୋନ କରି ପଚାରିଲା, ସାର୍ କଣ ଏମିତି ମୁଁ ଖବର ପାଇଲି, ନ୍ୟୁଜ ପେପରରେ ଦେଖିଲି, ଆଉ ମୋ ସହିତ ଗୋଟେ 6 ବର୍ଷର ଛୁଆ ଆଉ 76 ବର୍ଷର ମା ବି ଯାଉଛନ୍ତି। ତେଣୁ ମୁଁ ଠିକ ଜାଗାରେ ପହଞ୍ଚିବି କି ନାହିଁ ବୋଲି ସେ କଳିଙ୍ଗ ନଗରରୁ ଏଠି ଆସିଛନ୍ତି ନାଟକ ଦେଖିବା ପାଇଁ। ଆଜି ସେମିତି ପୁରୀରୁ ବି ଲୋକମାନେ ଏଠି ଆସିକି ପହଞ୍ଚନ୍ତି ଯେ
आमको प्रस्ताव देते जे आपण यहाँ को एक्सटेंड करूँ पुरी को आम पुरी आम आपको सहयोग कर तेणु आम भी भाविचु जे आईटा को भी आम दिगंत व्यापी करने ओडार विभिन्न जगार समय समय आमर माने लोककला लोक संस्कृतिर जो कार्यक्रम चलते कर जहाँ मो समय नुनि आम अल्प 5 मिनट पर आमर कार्यक्रम आरंभ हम ये उपस्थित अच्छा से महिला जी स्वर्गत प्रोफेसर राधामोहन को सहधर्मिणी श्रीमती विजयलक्ष्मी ये उपस्थित अच्छा आमर भारतीय विद्याभवन उपसभापति कर्नेल श्री प्रकाश पाणी ये उपस्थित अच्छा आउ जड़े देशरक्षा विभाग अवसर प्राप्त जड़े पदस्थ कर्मकर्ता मेजर मनप्रीत सिंह से 3 जन को अनुरोध करसी ये उपस्थित रही आज कार्यक्रम को प्रदीप प्रज्वलन पूर्वक उद्घाटन कर तो मोर प्रिय दर्शक बंधु शुभ सांस्कृतिक कार्यक्रम मध्य ओम श्री विश्वदेव शिल्पी कंठी नाच जड़ीपड़ा तार शुष्ककाष्ठ कलाकार मान मंच मंचस्थ करने पूर्व तार आनुष्ठानिक कार्यक्रम
ମାତ୍ର ଏହି ମଞ୍ଚରେ ଭାରତୀୟ ବିଦ୍ୟାଭବନ ସାଂସ୍କୃତିକ ମଣ୍ଡପରେ ଓଁ ଶ୍ରୀ ବିଶ୍ୱଶିଳ୍ପୀ କଳାକୁଞ୍ଜ ଖଣ୍ଡେ ନାଚ ତାର ଶୁଷ୍କ କାଷ୍ଟ କଳାକାରମାନଙ୍କୁ ନେଇ ଏହି ମଞ୍ଚରେ ମଞ୍ଚସ୍ଥ କରିବାକୁ ଯାଉଛି ମହାନ ପୌରାଣିକ ଉପାଖ୍ୟାନ ଉପରେ ଆଧାରିତ ନାଟକ ଅକ୍ଷୟ କୁମାର ମଧ୍ୟ। ତେବେ ନାଟକର ପ୍ରାରମ୍ଭରେ ଦେଖିବା ପାଇଁ ପାରିବେ ମହାମୟୀ ଦେବୀ ଦୁର୍ଗାଙ୍କର ଦେବୀ ନୃତ୍ୟ, ତତ୍ପରେ ଏକ ଲୋକନୃତ୍ୟ କଣ୍ଢେଇ ନୃତ୍ୟ ମାଧ୍ୟମରେ। ତେବେ ନାଟକଟି ସମ୍ପୂର୍ଣ୍ଣ ରୂପେ ଆମର ଚିରାଚରିତ ଏହି ନାଟକୀୟ ଭାଷା ଉପରେ ପର୍ଯ୍ୟବେସିତ ହେବ। କିନ୍ତୁ ଯେହେତୁ ଆମ୍ଭେ କଳାକାର କେନ୍ଦୁଝରର ଏକ ଗ୍ରାମାଞ୍ଚଳରୁ ଆସିଅଛୁ, ତେଣୁ କିଛି ଭାଷାରେ ସମ୍ପୂର୍ଣ୍ଣ ନହେଲେ ବି କିଛିଟା ଅଂଶରେ ଭିନ୍ନତା ପରିଲକ୍ଷିତ ହେବ। ତେଣୁ ଆପଣଙ୍କୁ ଜ୍ଞାନୀଗଣୀ ଦୃଷ୍ଟିରେ କ୍ଷମା ଦେବେ ବୋଲି ଆଶା ତଥା ବିଶ୍ୱାସ। ଜୟ ହିନ୍ଦ, ଜୟ କଳା, ନମସ୍ତେ। ସୁଖରେ ଶାନ୍ତିରେ ରୁହନ୍ତୁ ସମସ୍ତେ।
ভিতরে রস রসিয়া গীত মিশা গেছে রে পেট ভিতরে রস রসিয়া গীত আছে ফাগুন কুনিরা জনকিয়া মই তননি বরভরিয়া ফাগুন মাসে যুক্তে আছে ফাগুন কুনিরা ফাগুন মাসে ভাঙতে চাতুরম রসিয়া এ মৌলি তুকা গুরগুনিয়া ঘুরি যাম পামই কলিয়া কলিয়া বলি বাকনি দেলে ধরি নানি হাত হৃদয় পার তুই কলিয়া ধরি মোর হাত আমদে মন দেইছে মন রানী তোর পছে রই রে তোর পছে রই রে তোর পছে রই আনুনিকে মন কিয়ে মজাই ଭାବି ପାରୁନାହିଁ ରାବଣ କଥାକୁ ମୁଁ ସମର୍ଥନ କରେ ଆଉ ସମର୍ଥନ ନ କଲେ ତତେ ମାରି ଦିଆ
ହଁ ଆମେ ତ ପାଖେ ପାଖେ ଅଛୁ ତତେ ଜମା ଛାଡ଼ିକି ଆମେ ଯିବୁ ନାହିଁ କଣ କରିବି ରାକ୍ଷସୀମାନଙ୍କର ଏଭଳି ବାର୍ତ୍ତାଳାପ ମତେ ଜମା ଭଲ ଲାଗୁନାହିଁ। ହେ ମୋର ରଘୁନାଥ, ହେ ନାଥ, ତୁମ ବ୍ୟତିରକେ ମୋର ଜୀବନ ନିଷ୍ପ୍ରଭ ହୋଇସାରିଲାଣି। ମୋର ଆଉ ପ୍ରାଣ ନାହିଁ ଯେପରି କଣ କରିବି। ହଉ ଆମେ ଏଇଠାରେ ବସିବା। ଆଲୋ ନାନୀ, ଏଇଠାରେ ଆମେ ବସି ପଡ଼ିବା। ତାକୁ ଏଇଠି ଆମେ ଦେଖିବା ଆଉ। ହଉ ଚାଲ। জয় প্রভু রামচন্দ্রঙ্কর জয়। রাক্ষসী মানে ସମସ୍ତେ ଯେପରି ଏ ଲଙ୍କାପୁରର ମାତା ଜାନକୀଙ୍କର ମୁଁ ସନ୍ଧାନ ପାଇବି ତେବେ ଯାଏ ଏଇ ବୃକ୍ଷ ମୂଳରେ ବୋଧେ କେହି ଜଣେ ବସିଅଛନ୍ତି। ନା ମୋର ତାହା କଳ୍ପନା କରିବା ଭୁଲ ହେଇପାରେ। ଯେବେ ମାତା ଜାନକୀ এই ବୃକ୍ଷମୂଳରେ ଅବସ୍ଥାନ କରିଥିବେ ତେବେ ଏହା ମୋର ଅତ୍ୟନ୍ତ ସୌଭାଗ୍ୟର ଦିନ। ମୋର ନେତ୍ର ପବିତ୍ର ହୋଇବ। ତେବେ ଯାଏ ଅବଲୋକନ କରିବି ଯଦି ମାତା ଜାନକୀ ରହିଥିବେ। ଏ ତ କ୍ରନ୍ଦନ କରୁଛନ୍ତି। କିଭଳି ଜାଣିବି ମୁଁ ଏ ମୋର ମାତା ସୀତା ଜାନକୀ ହୋଇ। ତେବେ ପ୍ରଭୁଙ୍କର ଠାରୁ ଆଣିଥିବା ମୂର୍ତ୍ତିକା ମୁଁ ଯେବେ ତାଙ୍କର ଦର୍ଶନ ନିଶ୍ଚୟ ତାଙ୍କୁ ପ୍ରଦାନ କରିବି। ହେ ପ୍ରଭୁ ମୋତେ ସାହସ ଶକ୍ତି ଦିଅନ୍ତୁ ପ୍ରଭୁ, ମୁଁ ଯେପରି ମାତାଙ୍କର ଦର୍ଶନ ପାଇପାରେ। ତେବେ ମୁଁ ତ କିଛି ସମୟ ପୂର୍ବରୁ ରାକ୍ଷସୀମାନଙ୍କର ବାର୍ତ୍ତାଳାପ ଶ୍ରବଣ କରୁଥିଲି। ସେମାନେ ଯେପରି ଏହି ମହିଳାଙ୍କର ତୁ ରାଜି ହୋଇଯା। ତେବେ କଣ ମୋ ମାତା ଜାନକୀ ହୋଇଥିବେ? ନା ଯାହାହେଲେ ମଧ୍ୟ ମୁଁ ତାଙ୍କ ନିକଟକୁ ଯାଇ ଏହା ପଚାରିପାରେ। ଯେବେ ମାତା ଜାନକୀ ହୋଇଥିବେ ତାହା ମୋର ସୌଭାଗ୍ୟ। ତେବେ ଯାଏ ତାଙ୍କଠାରୁ ଉତ୍ତର ଆଶା କରେ। ପରାଣୀ, କିଏ ଆପଣ? ଏଇଠାରେ କାହିଁକି ବସି ଅଛନ୍ତି? ପରିଚୟ ପ୍ରଦାନ କରନ୍ତୁ। କିଏ ତୁମେ କପି? କାହିଁକି ଏଠାକୁ ଆସିଅଛ? କେଉଁ ମା ରୂପ ଧାରଣ କରି ପୁନର୍ବାର ତୁମେ ଏଠାକୁ ଆସିଅଛ? ଜଣାଯାଏ ତୁମେ ମଧ୍ୟ ରାବଣର ଦୂତ। ନା, ମୁଁ ରାବଣର ଦୂତ ନୁହେଁ। ମୁଁ ଅଯୋଧ୍ୟା ନରେଶ ପ୍ରଭୁ ରାମଚନ୍ଦ୍ରଙ୍କର ସେବକ ହନୁମାନ। ନା ପ୍ରତ୍ୟୟ ହେଉନାହିଁ ମତେ। କିମ୍ବା ତୁମେ ଏଭଳି ଅବସ୍ଥାରେ ଆସିଅଛ ଯଦ୍ୱାରା ମୁଁ ତୁମକୁ କିଭଳି ବିଶ୍ୱାସ କରିବି? ନା ମାଝି ନା, ମୁଁ ତ ଜାଣିପାରୁନି। କେବଳ ଏ ପ୍ରକାରଣୀ ଆପଣଙ୍କୁ ମୁଁ ମୋର ପରିଚୟ ପ୍ରଦାନ କରିବି। ମାଧେ ତେବେ କହୁଅଛି ଶୁଣନ୍ତୁ ମୋର ପରିଚୟ।
ମାତେ ଆପଣ ତ ଶ୍ରବଣ କରିବେ, ତେବେ ଆପଣ ଯେବେ ମୋତେ ବିଶ୍ୱାସ କରୁନାହାନ୍ତି, ତେବେ ମୋର କରାଳ ରୂପ ଦେଖନ୍ତୁ ମାତେ, ମୋର କରାଳ ରୂପ ଦେଖନ୍ତୁ। ମାତେ ଏହା ହେଉଛି ମୋର କରାଳ ରୂପ। ଯଦ୍ୟା ବି ଆପଣଙ୍କର ବିଶ୍ୱାସ ହେଉନାହିଁ, ଦେଖନ୍ତୁ ଏ ମୋର କରାଳ ରୂପ। ଏହି ରୂପରେ ମୁଁ ରାକ୍ଷସୀ ମାନଙ୍କୁ ଲଙ୍କା କଟକରେ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବି, ସେମାନଙ୍କୁ ହତ୍ୟା କରିବି। ଏବେ ମୋର ସେଇ ପୂର୍ବ ରୂପକୁ ଫେରି ଆସୁଛି ମାତେ। ତେବେ ମୋର ବିଶ୍ୱାସ ହେ କପିବର, ତୁମ୍ଭେ ତେବେ ମୋର ନାଥଙ୍କର ସେବକ, ନାମ ତୁମ ହନୁମାନ। ବେଶ, ଏବେ ମୋତେ ବିଶ୍ୱାସ ହେଉଛି। କିନ୍ତୁ ପୁତ୍ର, ତୁମ୍ଭେ ଏ ରାକ୍ଷସୀପୁରରେ ରାକ୍ଷସମାନଙ୍କ ଗହଳରେ ଯଦି ଅଧିକ ସମୟ ଅତିକ୍ରାନ୍ତ କରିବ, ତେବେ ନିଶ୍ଚୟ ଅଘଟଣ ଘଟିବ। ଅଘଟଣ? ପ୍ରଭୁ ରାମଚନ୍ଦ୍ରଙ୍କର ନାମକୁ ମୁଖେ ଧରି ଏ ଲଙ୍କା କଟକର ସମସ୍ତ ରାକ୍ଷସ ମାନଙ୍କୁ ହତ୍ୟା କରିପାରିବ। ପ୍ରଭୁଙ୍କର ନାମ ଗୁଣ କୀର୍ତ୍ତନ କରି ମୋର ସର୍ବାଙ୍ଗ ଶରୀର ଯେପରି ବଜ୍ର କରି ମତେ ଏବେ ଆଜ୍ଞା ହଉ। କିନ୍ତୁ ପୁତ୍ର, ତୁମ୍ଭେ ଆଉ ବିଳମ୍ବ କରୁଅଛ କାହିଁ? ଯାଅ। ମାତେ, ମତେ ଆପଣ ଏହି ଆଦେଶ କରନ୍ତୁ, ଆପଣଙ୍କୁ ନେଇ ମୋର ପୃଷ୍ଠରେ ବସାଇ ପ୍ରଭୁ ରାମଚନ୍ଦ୍ରଙ୍କ ନିକଟରେ ଉପସ୍ଥିତ କରାଇବି, ଆଉ ପ୍ରଭୁଙ୍କର ଚରଣାମୃତରେ ମୁଁ ସମର୍ପଣ ହେବି। କିନ୍ତୁ ମୁଁ ତୁମ ସହିତ ଯିବି କାହିଁକି? ଏହା ମୋର ନାଥଙ୍କର ମର୍ଯ୍ୟାଦା ହାନି ହେବ। ମାତେ, ଶଙ୍କା କରନ୍ତୁ ନାହିଁ ଆପଣ। କିନ୍ତୁ ତୁମ୍ଭେ କିଭଳି ଜାଣିବ? ଯେତେବେଳେ ପଞ୍ଚବଟିରେ ଥିଲି, ରାବଣ ମୋତେ ଅପହରଣ କରି ଆଣିଲା, ତାହା ମୋର ବ୍ୟବସ୍ଥା ଥିଲା। କିନ୍ତୁ ଏବେ ତୁମ୍ଭ ସଙ୍ଗତରେ ଗଲେ ଏହା ମୋର ପତିବ୍ରତା ଧର୍ମକୁ ଉଲ୍ଲଂଘନ କରିବ। ହେ ପୁତ୍ର, ତୁମ୍ଭେ ଯାଇ ପ୍ରଭୁଙ୍କୁ ସମ୍ବାଦ ଦିଅ। ସେ ତୁରିତେ ଆସି ଲଙ୍କା କଟକରେ ରାବଣକୁ ମାରି ମୋତେ ଏଠାରୁ ଉଦ୍ଧାର କର। ମାତେ, ଆପଣଙ୍କର କଥା ମୋର ମନେ ରହିଲା, କିନ୍ତୁ ମାତେ, ପ୍ରଭୁ ରାମଚନ୍ଦ୍ର ଏହି ମୁଦ୍ରିକା ଆପଣଙ୍କୁ ପ୍ରଦାନ କରିଛନ୍ତି, ନିଅନ୍ତୁ ମାତେ। ମୋର ପ୍ରଭୁଙ୍କର ଏହି ମୁଦ୍ରିକା ହନୁମାନ। ଏବେ ମୁଁ ଜାଣିଲି ମୁଁ ପ୍ରଭୁଙ୍କର ବ୍ୟାକୁଳତା। ହଁ ମାତେ, ପ୍ରଭୁ ଆପଣଙ୍କର ବିହନେ ସେଠି ମଧ୍ୟ ନିଦ୍ରା ଯାଉନାହାନ୍ତି। କୌଣସି କିଛି କାର୍ଯ୍ୟ କରିବା ପୂର୍ବରୁ ନିଶ୍ଚଳ ନୀରବ ରହୁଛନ୍ତି। ପ୍ରଭୁ ସଦା ସର୍ବଦା ଆପଣଙ୍କର ଚିନ୍ତା କରୁଛନ୍ତି ମାତେ। ଆଉ ମୁଁ ମଧ୍ୟ କଣ ଏଠାରେ ଶାନ୍ତିରେ ଅଛି? ମୁଁ ମଧ୍ୟ ପ୍ରଭୁଙ୍କର କଥା ସ୍ମରଣ କରି ମୁଁ ଏଠାରେ ମଧ୍ୟ ଶାନ୍ତିରେ ରହିପାରୁନି। ହନୁମାନ, ଯାଅ, ତୁମ୍ଭେ ଯଥାଶୀଘ୍ର ଯାଇ ନାଥଙ୍କୁ ସମ୍ବାଦ ଦିଅ, ସେ ଆସି ମୋତେ ଏଠାରୁ ରକ୍ଷା କର। ମାତେ, ହେଉ ଆପଣଙ୍କର ଆଜ୍ଞା। ବେଶ, ଏଇ କ୍ଷଣେ ମୁଁ ପ୍ରଭୁଙ୍କ ନିକଟକୁ ଛୁଟିଯିବି। କିନ୍ତୁ ମାତେ, ଏ ଲଙ୍କାପୁରରେ ଯେବେ ପ୍ରଭୁ ରାମଚନ୍ଦ୍ରଙ୍କର ଗୁପ୍ତ ରୂପେ ଭାବେ ଆସିଅଛି, ଏ ରାକ୍ଷସ ମାନଙ୍କର ଶକ୍ତି ସାମର୍ଥ୍ୟ ବଳକୁ ମୁଁ ପ୍ରମାଣ କରି ଯିବି କିଭଳି? ମାତେ, ଏ ରାକ୍ଷସ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବି, ଆଉ ସେମାନଙ୍କ ମଧ୍ୟରେ କପୁଆ ଭୟ ସୃଷ୍ଟି କରି ଏ ପ୍ରଭୁ ରାମଚନ୍ଦ୍ର ସେବକଙ୍କ ହନୁମାନର ଶକ୍ତି
ସାମର୍ଥ୍ୟ ପ୍ରଦର୍ଶନ କରାଇବି ଆଉ ସେମାନେ ଦେଖିବେ ଯଦି ରାମ ସେବକ ହନୁମାନ ନିକଟରେ ଏତେ ଶକ୍ତି ତେବେ ପ୍ରଭୁ ରାମଚନ୍ଦ୍ରଙ୍କ ନିକଟରେ କେତେ ଶକ୍ତି ଏହା ରାବଣର ହୃଦୟକୁ ପ୍ରକମ୍ପିତ କରିବ। ମାତେ ମୁଁ ଏବେ ଯାଉଅଛି ଏ ଅଶୋକ ବାଟିକା ମଧ୍ୟରେ ନାନା ସୁସ୍ୱାଦୁ ଫଳମୂଳ ଅଛି ତାହା ମୁଁ ଭକ୍ଷଣ କରିବି। ମାତେ ମୋର କ୍ଷୁଧାରେ ଉଦର ଯେପରି ଜଳି ସାରିଲାଣି। ଠିକ କଥା କହୁଛ ପୁତ୍ର, ଯାଅ ଆଉ ବିଳମ୍ବ କର ନାହିଁ। এই ଅଶୋକ ବାଟିକା ମଧ୍ୟରେ ନାନା ସୁସ୍ୱାଦୁ ଫଳମୂଳ ଅଛି, ତାହାକୁ ତୁମେ ଭୋଜନ କର। ବେଶ ମାତେ ଗଲାବେଳେ ପୁନର୍ବାର ଆପଣଙ୍କର ଚରଣାବନ୍ଦ ବନ୍ଦନା କରି ଫେରିଯିବି ପ୍ରଭୁଙ୍କ ନିକଟକୁ। ବେଶ, ତାହା ନିଅ। ମାତେ ଏବେ ଯାଉଅଛି ଏହି ଅଶୋକ ବାଟିକା ମଧ୍ୟରେ ଫଳମୂଳ ଭକ୍ଷଣ କରି ଏ ଅଶୋକ ବାଟିକାକୁ ଧ୍ୱଂସ ବିଧ୍ୱଂସ କରିବି ଆଉ ଏହାର କୋଳାହଳ ଶ୍ରବଣ କରି ରାକ୍ଷସମାନେ ଆସି ମୋ ସହିତ ସଂଗ୍ରାମ କରିବେ। ଜୟ ପ୍ରଭୁ ରାମଚନ୍ଦ୍ରଙ୍କର, ଜୟ ପ୍ରଭୁ ରାମଚନ୍ଦ୍ରଙ୍କର। জয় জয় প্রভু রামচন্দ্রଙ୍କର জয়। ଆଜି এইଠାରେ এই ସୁସ୍ୱାଦୁ ଫଳମୂଳକୁ ମୁଁ ଭକ୍ଷଣ କରିବି ଆଉ ଯେତେ ଏ ବାଟିକାରେ ଅଛି ସମସ୍ତ ବୃକ୍ଷକୁ ଉତ୍ପାଦନ କରି ନିକ୍ଷେପ କରିବି। ଆଉ ଯଦି କୌଣସି ରାକ୍ଷସ ମୋ ଆଗକୁ ଆସନ୍ତି ତେବେ ସେମାନଙ୍କୁ ଗୋଟି ଗୋଟି କରି ହତ୍ୟା କରିବି। କହିଲେ ଆସିଅଛୁ ତୁ ଆଜି ଅଶୋକ ବାଟିକାରେ ତୋର ନିଧନ ସୁନିଶ୍ଚିତ। ରେ ପାପିଷ୍ଟନ ରାଧମ ରାକ୍ଷସଗଣ ଏବେ ତୁମ୍ଭେ ଯିବ ସମସ୍ତେ ପ୍ରେତର ଭୁବନେ। ପ୍ରେତର ଭୁବନେ ତେବେ ତେବେ ସମ୍ମୁଖରେ ଶକ୍ତି ତୋର ଦେଖା ଆମ୍ଭ ଆଗରେ ଶକ୍ତି
পরীক্ষা হয়ে যাও শক্তির পরীক্ষা ভিক্ষা মাগুছ তবে তবে জানি রখ মূর্খ রাক্ষস গণ এ মোর গত্রাঘাত নিশ্চয় তুম্ভ সমস্ত হত্যা করি যেভাবে জଣାଯିବ ତେବେ ସଂଗ୍ରାମ କରିବାକୁ ପ୍ରସ୍ତୁତ ହୋଇଯା ଆମ୍ଭର ଏ ଅଶୋକ ବାଟିକାକୁ ମୂଳୋତ୍ପାଟନ କରିସାରିଲି ତୋତେ ଆଉ ରକ୍ଷା ନାହିଁ ଆମ୍ଭେ ନିଶ୍ଚିତ ରୂପେ ତୋତେ ହତ୍ୟା କରିବୁ ବେଶ ସଂଗ୍ରାମ କରିବାକୁ ପ୍ରସ୍ତୁତ ରୁହ ବେଶ ଆମ୍ଭେ ମଧ୍ୟ ପ୍ରସ୍ତୁତ মূর্খ রাক্ষস আজ মোরি হস্তরে হত্যা হইল মূর্খ রাক্ষস মানঙ্কু এইভাবে গোটিয়ে গোটিয়ে সমস্তଙ୍କୁ পঠাইবি সঞ্জীবনীপুর দেখিবি কে আজ ମୋ হস্তରୁ ତ୍ରାହି ପାଇବ ଆଉ ଯେବେ ରାକ୍ଷସ ସକଳ ଆସିବେ ପୁନର୍ବାର ସଂଗ୍ରାମ କରିବା ପାଇଁ ତେବେ ତାଙ୍କୁ ମଧ୍ୟ ଏଇଭଳି ମୃତ୍ୟୁଦଣ୍ଡ ଦେବି ଜୟ ପ୍ରଭୁ ରାମଚନ୍ଦ୍ରଙ୍କର ସେନାନାୟକଙ୍କର ଜୟ ସେନାନାୟକଙ୍କର ଜୟ ଯିବା ସମ୍ବାଦ ଘେନି ଆସିଅଛ ପ୍ରକାଶ କର ମୋର ପ୍ରତି ସେନାନାୟକ ସେ ଅଶୋକ ବାଟିକା ମଧ୍ୟରେ କାହୁଁ ଏକ ମୂର୍ଖଠୁ ଆସିଲୁ ଆମର ସମସ୍ତ ବାଟିକା ରକ୍ଷକ ମାନଙ୍କୁ ହତ୍ୟା କରି ସାରିଲାଣି କଣ କହିଲ ତୁମ୍ଭେ କାହୁଁ ଏକ ମୂର୍ଖଠୁ ଆସିଲୁ ମୋର ଅଶୋକ ବାଟିକା ମଧ୍ୟରେ ଥିବା ସମସ୍ତ ରକ୍ଷକ ମାନଙ୍କୁ ହତ୍ୟା କରି ସାରିଲାଣି ଆଜ୍ଞା ଆଜ୍ଞା ସେନାନାୟକ ହତ୍ୟା କରି ସାରିଲାଣି ଆଉ ଚାହେଁ ନାହିଁ କି ବିକଟାଳ ରୂପ ଦର୍ଶନ କଲା ମଧ୍ୟ ଆମର ହୃଦ କମ୍ପନ ହଉଛି ଭୟ ସୃଷ୍ଟି ହଉଛି ସେନାନାୟକ ଭୟ ସୃଷ୍ଟି ହଉଛି ତେବେ ସେ ମୂର୍ଖଟ ମୋର ହସ୍ତରୁ ବଞ୍ଚି ପାରିବ ନାହିଁ ଜାମ୍ବବାଣୀ ହସ୍ତରୁ ତା ତ୍ରାହି ନାହିଁ ନିଶ୍ଚୟ ତାକୁ ମୁଁ ହତ୍ୟା କରିବି ଦେଖିବେ ସମଜନ କେବଳ ପ୍ରକାର ମୂର୍ଖ ମୂର୍ଖଟ ମୋର ହସ୍ତରୁ ତ୍ରାହି ପାଇବ ଚାଲ ଅଶୋକ ବାଟିକା ମଧ୍ୟକୁ ଯେଉଁଠାରେ ଆତ୍ମଗୋପନ କରିଅଛି ସେ ମୂର୍ଖ ପାମର ନରାଦାମ ମୂର୍ଖଟ ତାର ନିସ୍ତାର ନାହିଁ ଆସନ୍ତୁ ସେନାନାୟକ ଆସନ୍ତୁ ସେନାନାୟକ ଆସନ୍ତୁ ଚାଲ ଛପିକିରି ବସିଥାଏ ବାପ ଯଦି ଆସିବ ନା ତାକୁ ତ ଏକାଥର ହାଣିଦେବି ହଁ କାହିଁରେ ବାପ ମତେ ଦେଖିକିରି କିସ କୋଉଠି ପିମ୍ପିଡ଼ି ଗାତରେ ପଚେଇଥିବନି ଆଉ ନହେଲେ ଆସନ୍ତା ନାଇଁ କି ମୁଁ ଏତେ ପାଟି କଲି ଏତେ ଚିତ୍କାର କଲି ଏତେ ରାବ ଦେଲି କାହିଁ ତା ତ ଦେଖା ଦର୍ଶନ ନାହିଁ ଆଉ ଏ କୋଉଠି ମୋରକୁଟିଆ ବସିଛି ରେ ହଁ
তো সতর কথা তোরা বসিছি নাইকি দেখেই বাপরে তোরা ଯୋଉ ରୋଡି ଛାଡି ଦଉଛି ନା ମୋର ଜୀବନ ଛାଡିକି ପଇଲା ଭଳିଆ ଲାଗୁଛି ରେ ବାପ ଥାଉ ଥାଉ ହାତୀ ଗୁଡା ପାଇଁ ପାକ ନାହିଁ ମୁଁ ଏଠି ଜଗିଥାଇ ନା ଆଉ ଯାଇ ତ ଚୁପ ଚୁପ ଦେଇକି ହାଇ ପକେଇବି ଆଉ ଏ ବାପରେ ଶୁଣ ତାର ହାୱାରେ ପଡିଦେବେ ବାପ ଯୁଦ୍ଧ କରିପାରିବି ନା ନାହିଁ କରିଦେବି ନା ଜବରଦସ୍ତି ଆଉ ହଉ ଆଉ ଥରେ ଦେଖା ହେଉ ତାପରେ ତାକୁ ବାନ୍ଧିକିରି ଟାଣିକିରି ଉଠାଇକି ଗୁଣ୍ଠା ମାରି ଚାପଡ଼ ମାରିକି ଏକାଥରେ ଖତମ କରିଦେବେ ହଁ ଏଇଟା ତ ଧଳା ଦେଖାଯାଉଛି ହଁ ତ ସତର୍କ ଦେଖ ଏଇଟା ସାଉ ଏଇଟା ତ ଆଉ ଏତେ ମାନେ ମୁଁ ଦେଖିକିରି ମୁଁ ଜାଣି ପକେଇଲି ନା ଛାଣି ଆଇଲି ନା ଏ ବାପରେ ଏଇ ସର୍ଦି ଯାଉଛି ନା କିସ ହଁ ତ ଏ ବାପରେ ଦେଖେ ଆଉ ଥରେ ଆଉସି ଦେଖେ ନା ଏ ବାପରେ थोड़ा हूँ करे मत देखू थाई ना कि चला क्या डाक्स रे मत देखला नि हूँ करची हूँ मने मने बांधवार प्लान करथि प्लस हे गला आउ ए बाप रे थोड़ा आउ थरे बांधु बांधु नागरोटा टिके एपट सेपट कर दउची ना आ सेति पे तो पुची गला किस आउ हो इना आउ थरे जदी बांधे ना तार टाणी की उठाई की तार खींची की पदार पके देबे हां हां नगे दे छरा जीबू काइबे एकातर बांधी जे मन नंदन कानन नै की पके देबे आउ मु भाबुती भुवनेश्वर देबा ना चिड़िया खाना देर बढ़िया आई डाक्स हो तो जाबे सब पांच तो वो टाणी देखे हां बाप रे हूं बाप रे हिया बाप रे हुआ बाप रे मारे ओदा रे आई रे जे मारे बाप रे थोड़ा जे माना आई ना आउ बूढ़ी माँ ये सुनले नहीं रे बाप थोड़ा पड़ी की फटकी आउ तोर ना रे बढ़िया नाचती तो बढ़िया नाचती रे ए सब मते पिटी दउची रे हाय थोड़ा नागरो पिटी दउचो हाथ रे पिटू ना नहीं थोड़ा हानी देती जे टिके मोर बालाटा टिके पाक चिटकी गला आउ नला हानी देती आउ थोड़े देखे ना ए मुकुटिया बाबू आउ ए बाप रे थोड़ा देखी देला मते देखी देला सटकरी मु देखू नाही किसो बोलथिली ए हमर कुना भाई तो देखी देला मते हे प्रभु रामचंद्र हे अनाथ राक्षस आज तुम्हें सम्मुखरे प्राण देवे आशा थाए आत्मसमर्पण करो चिंता ठारू फेरी जाओ ए बाप रे आत्मसमर्पण कर देबा ना आ मु कोची भुंजा मा कर देबा नाले ए चूड़ा कर देबा ना तो जरखिया बने देबा नाले तो चूड़ा संतरा कर देबा बढ़िया था प्रभु रामचंद्र करो ये चालाकिया नहीं बोल भाव तो मोते ही ना ठुक तो गीता मु सही पे दे देना कर देना पड़ी कर ना ए बाप रे ए मकरटो बाबू आ पिटा पिटी करो नहीं देखु चोके नाजर कथा ए बाप रे ए ना मु संगे संगे बांधी पको गेली बोली भाबुतली रो देखे आ थोड़ा ए बाप एटा हिसाटा रे पूरा हिसाटा आ सेई पे नाले पूरा चेकाटा हो हिसा डोहरा चेका आ सेई पे ना बांधवा पे देउनी हे मूर्ख राक्षस हे मोर गोत्र घात रे तो आज जीवन नेबी नाया एटा काटिया नहीं बे एटा जमा काटिया नहीं ए बाप रे की माडो मारुची रे बाप खाली गुटे माडो परा कुंटाले दीटा माड मार दलो 3 कुंटाल बाप हिसाब ए बाप रे ए मकरोटिया बाबू मोर तो हिसाबटा रहिला नहीं आ हिसाब को पिछाब कर पके दिया चाहले भी पड़ाइबे ए राक्षस मोर आख्यात से ए ओई तो
এই তো সে অনার্য মর্কট রে মর্কট তোর নিষ্ঠা নাই আজি চাপে বাড়ি হস্তরু তোর উৎসাহী নাই রে মূর্খ পাবল রাক্ষস কার উৎসাহী নাই তোর উত্তরে সংগ্রাম କରିବାକୁ প্রস্তুত হয়ে যা মধ্যে প্রস্তুত রে মূর্খ মর্কট আসেছু অশোক বাটিকা মধ্যକୁ ଫଳମୂଳ ଖାଇ ମୋର ବାଟିକାକୁ ଧ୍ୱଂସ କରିବାକୁ ସେ କଥା ମୁଁ ଭୁଲି ଯାଉଛୁ ଆସୁଥିଲି ଉଦର ମୋର ଥଦାରେ ଜଳୁଥିବାରୁ ଆଜି ଶାନ୍ତ ହୋଇଛି ମୋର ଉଦର ଖାଇବାରେ କିମ୍ବା ତୁମ୍ଭେ ମୋତେ ଆଘାତ ସୃଷ୍ଟି କରିବ ସେ କଥା ମୁଁ ଜାଣେ ନା କିନ୍ତୁ ଏ ସୌନ୍ଦର୍ଯ୍ୟମୟୀ ମୋର ଅଶୋକ ବାଟିକାକୁ ବିଧ୍ୱଂସ କରିବା ଅଭିପ୍ରାୟ ମୁଁ ତତେ ଚିନ୍ତା କରିବି ମୂର୍ଖ ରାକ୍ଷସ ଯେବେ ତୋର ଦେହ ଅଛି ଶକ୍ତି ତେବେ ସଂଗ୍ରାମରେ ଉପସ୍ଥିତ ତୁ ମଧ୍ୟ ପ୍ରସ୍ତୁତ ଏବେ ସଂଗ୍ରାମ କରିବାକୁ ପ୍ରସ୍ତୁତ ହୋଇଯା ବେଶ ତୁଠା ସ୍ମରଣ ବନ୍ଦ କରି ସଂଗ୍ରାମ କରିବାକୁ ଆଗେଇ ଯା সকাল সময় জানে তাগাও দেখা নাই কি দর্শন নাই কুয়াদে গলা যে গলা ভগিয়া সকালু যাইছি যে কৌয়ারে তার এ পর্যন্ত ঘরକୁ ফেরিবার মন କରୁନାହିଁ ଭୋକରେ ବୁଢ଼ୀ ମଣିଷଟାଏ କେତେ ଆଉ ଛଇବି ପଇସା କୋଡ଼ିଏ ଟଙ୍କା ଦେଇଥିଲି ଯେ ଯାଇକି ଯେ ଯାଇଛି ভগি ভগিয়ারে আসি আজি আসু তার দিনে তো মোর দিনে আজি আসিলে তাকে এই পান্তন বাড়িরে পিটিকি তা পিঠি ফটেই ଦେଖିବି ମୋ କବଳ ତାକୁ କିଏ ଆଉ ବଞ୍ଚେଇବ ବୁଢ଼ୀ ମଣିଷଟାଏ ସକାଳରୁ ଆଜି ସଜ ହେବାକୁ ବସେ ମୁଁ କେମିତି ବଞ୍ଚୁଛି କେମିତି ରହୁଛି କିଛି ବୁଝୁନାହିଁ ଖାଲି ମଦ ଭାଟିରେ ମଦ ପିଇ ବୁଲିଲା ଲୋ ମା ଆଜି ଆସୁ ତାର ଦିନକୁ ମୋର ଦିନ ଯିଏ ପାଟି କରିବେ मेरा नाम भोगिया मेरा फुल नाम बलरोजी मैं ऑल इंडिया घूमने वाला आदमी हूँ कौन पार्टी करता है अरे भगिया तू सकाल गलु जे भे आसिलु मोर चाउला आनिचु दे मु रोसई कर खाई अरे चावल फावल कुछ भी नहीं है तेरा चावल है मेरा बोतल में घुस गया मु पड़े नहीं मु पड़ला वाला लोक नहीं मत किए पड़ला कहले मु पड़ी नहीं मुझे गड़ी पड़ले ना कहले मो पैसा फेरा मोर पैसा कोजिए टंका फेरा ए बड़े छरे माइलु 10 टंका कटिगला आउ मारामारी करना तो बुढ़ी मनुष्यटा बरड़ा पत्र के जेबले खसी पड़ू मत बेसी टेंशन करना मारिकी तो मुंड टीण कर किए हसला हसा हसी बंद पाटे फेसबुल सामू लगे कहले मोर पैसा मत दे ए 2 थर मारलु 20 टका छुटी गला जा आउ जे पैसा देथिलो मोर मद पीती मैं मद पीती तू मत किसी मत पीती तू बेसी पाट नक शीघ्र शीघ्र घर को पड़ा कहले भोकरे मुझे शोबी मोर पेट जली जाऊँगी अरे पेट जदि जली जाऊँगी गोटे काम कर 2 गरा पानी पी दे
पेट काटले ठीक शांत पड़िଯିବ ଲିଭିଯିବ ଯା କହିଲେ ତତେ ମରଣ ହେଉନାହିଁ ତତେ ତାରିଣୀ ଖାଉ ହେଇ ପୁଣି ମତେ ତାରିଣୀ କଣ ପାଇଁ ଖାଇବ ତାରିଣୀକୁ ଯୋଉ ନଡ଼ିଆ ଟ୍ରକ୍ ଖାଇବା ପାଇଁ ସମୟ ମତେ କେତେବେଳେ ଖାଇ ତତେ ଚଗୁନି ଖାଉ ଆରେ ଚୁଗୁନି ବୁଢୀ କଣ ପାଇଁ ଖାଇବ ରେ ସେ ଯୋଉ କୁକୁଡ଼ା ଖାଇ ଖାଇ ଏଲର୍ଜି ହେଇଯାଇଛି ତାର ଆଉ ସେ ଡାକ୍ତରଖାନା ଫେରି ପାରୁନି ମତେ କଣ ପାଇଁ ଖାଇବ ବର୍ଜା ପଡି ଗୋଟେ ପାହାଡ ପକେଇବି ଯେ ତୋତେ ସାବାଡ ହେଇଯିବ ତୁ ଯା ଶୋଇପଡିବି ଯା ସେ ପଛଆଡେ ଖଟରେ ସେ ଛିଣ୍ଡା କୋଠରେ ଏ ଛିଣ୍ଡା କନ୍ଥା ଦିଟା ପକେଇ ଦେଇକି ଶୋଇପଡିବୁ ଏକାଥରେ ଜାପାନ ଲଣ୍ଡନ ଫ୍ରାନ୍ସ ଚୀନ ଆଫଗାନିସ୍ତାନ ଦେଖି ପକେଇବୁ ଯା କହିଲେ ତୋତେ ଆଉ ଥରେ ଶୋଇବ ନାହିଁ ଘୋଡ଼ା ମୁହାଁ ପୁଅଟା ତୋତେ ଆଉ ଥରେ ଶୋଇବ ନାହିଁ ଲୋ ମା ବୋଝାଏ ଏ ବୁଢ଼ୀ ତୁ ମତେ ମାଇଲୁ ଆଉ ତୋତେ ପଇସା ଫେରେଇବାର ଚାନ୍ସ ତୋତେ ମୁଁ ପଇସା ଦେବିନି ଏ ଭାଇମାନେ ଯଦି তোর মাল পিবার ইচ্ছা হচ্ছে ছেড়ি ছাগল বেলা কুসা বাসন মাসন বিকি বুকাতি হবে সেই পয়সারে তুমি সব মাল পিছো লাল वाला माल क्या न करे काम उफ मेरा मुंड उफ उफ मो मुंड टारे बापो घुरी दे रे बापो पाती माती लागिलानी उफ मोर कुड़िए को का खुशी पड़ला उस लॉस हो गला ये बुढ़ी ये दिया मत ठंडा पानी आलो ये बुढ़ी शीघ्र दिए ठंडा पानी ए जे मडे बुढ़ी गड़ी पड़ती दे ठंडा पानी ए बुढ़े ये ठंडा पानी आल रे एते बड़ काय पड़े गली ठंडा पानी क्या ते ठंडा पानी आन रे बुढ़ी ठंडा पानी आन ए बुढ़ी शीघ्र शीघ्र ठंडा पानी आन ए बुढ़ी शीघ्र शीघ्र ठंडा पानी दे लो अरे बुढ़े बुढ़े तेरे को मंगा था मैं ठंडा पानी तू मेरे को दे दिया साला गरम पानी गरम पानी कमा देलु है मते ठंडा पानी माथि एगो पानी लुणिया लुणिया लागु है कोन लुणिया लुणिया लागु है बोझा पड़ी से मु तते ठंडा पानी मागिली तू उषम गरम पानी देतिलु सेला लुण मिसाई देति बुढ़ी तते आउ किसे जगह मिलला तो लास्ट में मते ठंडा कोई की गरम लुणिया पानी देबु वाह भल लगुच पानीटा अवश्य भल लगुच लुण पानी पीले पेट ठंडा हुए आर्जेन फर्जेन छाड़ी जाए भल पील समस्ते भी लुण पानी टे पीबे भल लगे आज्ञा मेरा नाम है भगवती श्री श्री 108 श्री भगवती मेरा बाप ने मुझे नाम दिया था भगवती लेकिन मेरा माँ ने मुझे बुलाया ठगिया आया मोरे बढ़िया गीत मो गीत गाइले रेडियो स्टेशन 30 दिन बंद हो
ସେ ପଦେ ଗୀତ ଭଗିଆରେ ଭଗିଆ ସକାଳୁ ସକାଳୁ ଉଠି ପଡ଼ି କରି ସିଧା ପାଇଖାନା ଚାଲିଯା। মহারাজଙ୍କର ଜୟ ହଉ। ସଂବାଦ ଘେନି ଆସିଅଛ ନମ ସନ୍ଧ୍ୟାରେ ପ୍ରକାଶ କର ଜାମ୍ଭବାଳୀ ପ୍ରକାଶ କର। ମହାରାଜ ମହାରାଜ ଏକ ଘଟଣା ଆଜି ଘଟିଗଲା ମୋ ସମ୍ମୁଖରେ। ଓ ଘଟଣା କେବଳ ପ୍ରକାର ବାର୍ତ୍ତାଳାପ କରୁଅଛ କୁହ ଏ ଜାମ୍ଭବାଳୀ। ଏଭଳି ଉଚ୍ଚାରଣ କରିବା ପୂର୍ବରୁ ଲଙ୍କପତି ସମ୍ମୁଖରେ ତୁମ୍ଭର ମୁଖ ସ୍ଫୁରିଲା କିଭଳି? ମହାରାଜ ମହାରାଜ କାହୁଁ ଏକ ମର୍କଟ ଆସିଲୁ ମୋର ସମସ୍ତ ରକ୍ଷକ ଅଶୋକ ବାଟିକାର ନିଧନ କରିସାରିଲାଣି। ସେମାନଙ୍କୁ ଗୋଟି ଗୋଟି ହତ୍ୟା କରିସାରିଲାଣି। ଆଉ ମୋ ସମ୍ମୁଖରେ ମୋ ସଙ୍ଗତରେ ଯୁଦ୍ଧ କରି ମୋତେ ପରାସ୍ତ କଲା। ଆଉ ମୋ ପ୍ରାଣ ଧରି ଆପଣଙ୍କ ନିକଟକୁ ସମ୍ବାଦ ଦେବା ପାଇଁ ଚାଲି ଆସିଲି। ମହାରାଜ କଣ କହିଲ? ମୋ ରକ୍ଷକ ସେନା ନାୟକ ଜାମ୍ଭବାଳୀ ପୁନର୍ବାର ତୁମ୍ଭେ ଏଭଳି ଉଚ୍ଚାରଣ କରିବା ପୂର୍ବରୁ ତୁମର ଛାଛାଦନ ହେଲା ନାହିଁ କିମ୍ବା ତ୍ରିପୁର ବିଜୟୀ ଦଶାନନ ସମ୍ମୁଖରେ ଆସି ଏଭଳି ବାର୍ତ୍ତାଳାପ କରିବାର କିଛି ପ୍ରୟୋଜନ ନାହିଁ। ଯଦ୍ୟପି ତୁମର ଜୀବନକୁ ଫଳ ଥାଏ ତେବେ ସେ ମୂର୍ଖ ମର୍କଟକୁ ବନ୍ଧନ କରି ଆଣି ମୋ ନିକଟରେ ଉପସ୍ଥିତ କରାଅ। ମହାରାଜ 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 ଅସମ୍ଭବ ଅସମ୍ଭବ ମହାରାଜ ଅସମ୍ଭବ। କରାଳ ମୂର୍ତ୍ତି ଧାରଣ କରି ସମସ୍ତ ସୈନ୍ୟମାନଙ୍କୁ ଲଙ୍କା କଟକର ହତ୍ୟା କରିବାକୁ ବସିଅଛି। ଯେତେ ଯେତେ ସୈନ୍ୟମାନେ ଗଲେ ତା ସଙ୍ଗତରେ ତୁମୁଳ ସଂଗ୍ରାମ କରିବା ନିମନ୍ତେ ସମସ୍ତ ଭୂଷଣ ମୂର୍ଖ ମର୍କଟ ହତ୍ୟା କରିସାରିଲା। ନା 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 ଅସମ୍ଭବ ଅସମ୍ଭବ। ତମ ବାକ୍ୟ ଶ୍ରବଣ କଲା ମାତ୍ରେ ମୋର କର୍ଣ୍ଣ କିପରି ବିଚିତ୍ର ହେଉଛି। ଜାମ୍ଭବାଳୀ ତ୍ରିପୁର ବିଜୟୀ ଦଶାନନ ଦଶ କିବ ମୁହିଁ ମୋର ସୈନ୍ୟମାନେ କିମ୍ବା ଦୁର୍ବଳ ହେଲେଣି ତେବେ ସେ ମୂର୍ଖ ମର୍କଟକୁ ବନ୍ଧନ କରିପାରୁନାହାନ୍ତି। ତ୍ରିପୁର ବିଜୟୀ ଦଶାନନ ଯେବେ ସେ ମୂର୍ଖ ମର୍କଟକୁ ମୋ ନିକଟରେ ଉପସ୍ଥିତ ନ କରାଇ ପାରିବ ତେବେ ତୁମ୍ଭକୁ କରିବୁ ମୁଁ ହତ୍ୟା। ମହାରାଜ କ୍ଷମା କରନ୍ତୁ ମହାରାଜ କ୍ଷମା କରନ୍ତୁ। ଆପଣ ସ୍ଥିର ଭାବରେ ଚିନ୍ତା କରନ୍ତୁ ମହାରାଜ। ମୁଁ ଆଉ ତା ସଙ୍ଗତରେ ସଂଗ୍ରାମ କରିବା ପାଇଁ ଆଉ ପାରୁନାହିଁ ମହାରାଜ। ମୋର ଶକ୍ତି କୁଳାଉ ନାହିଁ। ତେବେ ଉପାୟ ଆପଣଙ୍କର ପୁତ୍ର ଅକ୍ଷୟ କୁମାରକୁ ଆପଣ ପ୍ରେରଣା କରନ୍ତୁ। ମୋ ପୁତ୍ର ଅକ୍ଷୟ କୁମାର ସେ ତ ଯୋଦ୍ଧା ବୀର ସୁନିଶ୍ଚିତ ମୋର ସମ୍ବାଦ ପାଇଲା କ୍ଷଣେ ସଂଗ୍ରାମ କରିବାକୁ ଛୁଟି ଚାଲି ଆସିବ। ଯାଅ ତେବେ ଅକ୍ଷୟ କୁମାରକୁ ମୋର ସମ୍ବାଦ ଦିଅ। ସେ ମୂର୍ଖ ମୁଢ଼ବାଦୀ ପାମର ମର୍କଟକୁ ବନ୍ଧନ କରି ଆଣି ମୋ ନିକଟରେ ଉପସ୍ଥିତ କରାଇବ। ଆପଣଙ୍କ ଆଗେ ଶିରଧାର୍ଯ୍ୟ ମଣିମା ଶିରଧାର୍ଯ୍ୟ। ପ୍ରଣାମ ଗ୍ରହଣ କରନ୍ତୁ ପିତା। ଆପଣ ସମ୍ବାଦ ଦେଲେ ମୁଁ ତେଣୁ ଛୁଟି ଆସିଲି ଆପଣଙ୍କ ନିକଟକୁ। ବେଶ ଯାଅ ଅବିଳମ୍ବେ ଯାତ୍ରା କର ମୋର ବୀର ପୁତ୍ର ଅକ୍ଷୟ କୁମାର। ସେ ମୂଢ଼ମତି ପାମର ମର୍କଟ ଅଶୋକ ବାଟିକାକୁ ଧ୍ୱଂସ କରିବାକୁ ବସିଲାଣି। ତୁମ୍ଭେ ଯଥା ଶୀଘ୍ର ସେ ମର୍କଟକୁ ବନ୍ଧନ କରି ଆଣି ମୋ ନିକଟରେ ଉପସ୍ଥିତ କରାଅ। ଆପଣଙ୍କ ଆଗେ ଶିରଧାର୍ଯ୍ୟ ମମ ପିତାଶ୍ରୀ
এই সঙ্গে সঙ্গে ମୁଁ ଛୁଟି ଗଲି ସେ ଅଶୋକ ବାଟିକାକୁ ଆଉ ଆପଣଙ୍କର ଆଦେଶ ମତେ ସେ ମୂର୍ଖ ମର୍କଟକୁ ବନ୍ଧନ କରି ଆପଣଙ୍କ ପାଦ ତଳେ ଉପସ୍ଥିତ କରାଇବି। বেশ যাও, আর বিলম্ব করো না। এই ক্ষণে তুমে ছুটি যাই সে মর্কটকে বন্ধন করি আনো। জয় ত্রিপুর বিজয়ী দত্তপতি লঙ্কা বৎসর। এই কেউ এক রাক্ষস আসুଅଛି ପୁଣି ମୋ ନିକଟକୁ। ଏଇ ତ ମୋ ସମ୍ମୁଖରେ ଆସି ଉପସ୍ଥିତ ହେଲାଣି। ରେ ରେ ମୂଢ଼ମତି ପାମର ମର୍କଟ, ତୋର ନିସ୍ତାର ନାହିଁ। ଅକସ୍ମାତ ମୋର ହସ୍ତରୁ ଖଡ୍ଗ କିମ୍ବା ଖସି ପଡି ତେବେ ନା ନା ଶଙ୍କାଗ୍ରସ୍ତ ହେବା ବୀରପକ୍ଷ ଉତ୍ତମ ନୁହଁ। କଣ ଭାବିଅଛୁ ରେ ମୂର୍ଖ ମୂଢ଼ମତି ରାକ୍ଷସ କୁମାର? ଏବେ ଏବେ ପାଞ୍ଜି ତୋର ପଛିଲାଣି ଚିତ୍ରଗୁପ୍ତ। କଣ କହିଲୁ? ପାଞ୍ଜି ମୋର ପଛିଲାଣି ଚିତ୍ରଗୁପ୍ତ। ବେଶ ସଂଗ୍ରାମ କରିବାକୁ ଅବତୀର୍ଣ୍ଣ ହୋଇଛି ଯେବେ ତୋ ସଙ୍ଗତରେ ନିଶ୍ଚିତ ରୂପେ ସଂଗ୍ରାମ କରିବି। ବେଶ ଆଉ ବିଳମ୍ବର ନାହିଁ ପ୍ରୟୋଜନ। এই সঙ্গে সঙ্গে সংগ্রাম କରିବାକୁ ପ୍ରସ୍ତୁତ ହୁଅ। ବେଶ ମୁଁ ମଧ୍ୟ ପ୍ରସ୍ତୁତ। କଣ ହେଲା? ମୂର୍ଖ ରାକ୍ଷସ ପଳାୟନ କଲା। ଜାଣିଥିଲି ମୋର ବଜ୍ରାଘାତରେ ନିଶ୍ଚୟ ପଳାୟନ କର। କଣ କହିଲୁ ମୂଢ଼ମତି ମର୍କଟ? ପଳାୟନ କରିଥିଲି? ପରୀକ୍ଷା କରୁଥିଲି ମୁହିଁ ତୋର ଶକ୍ତିର କଳନା। କଣ କହିଲୁ? ଶକ୍ତିର କଳନା? ବେଶ ହେ ମୂର୍ଖ, ଏବେ ତତେ ପଠାଇବି ସଞ୍ଜୀବନୀପୁର। ବେଶ କେ ଯିବ ସଞ୍ଜୀବନୀପୁର, ଏଇଠାରେ ହୋଇଯିବ ତାର ପରୀକ୍ଷା। ଆମେ ଚିନ୍ତା କଲେ ଏଠି ଖୁବ୍ ସୁନ୍ଦର ଭାବରେ ସେମାନେ ପରିବେଷଣ କରିଛନ୍ତି ଏବଂ ମନେ ପଡ଼ିଗଲା ମଧ୍ୟ ଆଜି ମାଗୁଣୀ ଚରଣ କୁଅଁର ଯିଏକି କାଠିକଣ୍ଡେ ନୃତ୍ୟରେ ଆମର ଓଡ଼ିଶା କାହିଁକି ସମଗ୍ର ଦେଶରେ ସେ ପରିଚିତ ଥିଲେ। ମୁଁ ଅନୁରୋଧ କରିବି ଆମର ହରିଶ୍ଚନ୍ଦ୍ର ରାମ ଯିଏକି ଆର ଗୁରୁ, ସିଏ ତାଙ୍କର ଶିଳ୍ପୀମାନଙ୍କୁ ଏଠିକି ତଳକୁ ସମସ୍ତେ ଚାଲି ଆସନ୍ତୁ। ଆମେ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଆଉ ମାନପତ୍ର ଦେଇ